ଆପଣ ଦେଖିବେ ଯେ ମାନ୍ୟବର ବିଜୁ ଜନତା ଦଳର ସଭାପତି ରହିଛନ୍ତି, ଓଡ଼ିଶାର ବିରୋଧୀ ଦଳ ନେତା ରହିଛନ୍ତି, ସେ ସଚେତନ ଏବଂ ସଜାଗ ଅଛନ୍ତି। ଓଡ଼ିଶାବାସୀ ଯୋଉ ଜାଗ୍ରତ ପ୍ରହରୀ ହିସାବରେ ତାଙ୍କୁ ଯୋଉ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ତାକୁ ସଠିକ ଭାବେ କେମିତି ସମାପନ କରାଯିବ, ସେ ଦାୟିତ୍ୱକୁ କେମିତି ଗୋଟେ ଗଣତନ୍ତ୍ରରେ ପ୍ରକ୍ରିୟାରେ ବିରୋଧୀ ଦଳର ଯୋଉ ଭୂମିକା ଅଛି ତାକୁ କେମିତି ସଠିକ ରୂପେ ନିର୍ବାହ କରାଯାଇପାରିବ, ସେଥିପାଇଁ ବିଜୁ ଜନତା ଦଳ ସଭାପତି ସମ୍ପୂର୍ଣ୍ଣ ଭାବେ ତତ୍ପର ଅଛନ୍ତି। ସେଥିପାଇଁ ସବୁ ମେମ୍ବର ମାନଙ୍କ ସହିତ ସେ ଆଲୋଚନା କରୁଛନ୍ତି, ବିଚାର ବିମର୍ଶ କରୁଛନ୍ତି, କଣ କଣ ସମସ୍ୟା ଉପୁଜୁଛି ତୃଣମୂଳ ସ୍ତରରେ ସେ ବିଷୟରେ ସମସ୍ତଙ୍କୁ ବୁଝିକି ଖବର ଓଡ଼ିଶାର ଆଜି ବି ଆପଣ ମାନେ ଦେଖିବେ ଓଡ଼ିଶାବାସୀଙ୍କର ହୃଦୟର ସମ୍ରାଟ ହଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସର୍ବମାନ୍ୟ ନେତା ହିସାବରେ ସେ ତାଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାବାସୀ ଯୋଉ ଦାୟିତ୍ୱ ଦେଇଛନ୍ତି ତାକୁ କେମିତି ସଠିକ ଭାବେ ପରିଚାଳନା କରାଯାଇ ପାରିବ ସେ ବିଷୟରେ ମଧ୍ୟ ସେ ଯଥେଷ୍ଟ ଭାବେ ସଚେତନ। ମୋ ପାଖରେ ତା ବିଷୟରେ କୌଣସି ଖବର ନାହିଁ, ସେଥିପାଇଁ ମତାମତ ଦବା କୌଣସି ଠିକ ହବ ବୋଲି ମୁଁ ମନେ କରୁଛି।